ପିଲା ଲୁସି ଏତେ ବେଣୁଛି ଫୋନ କରିଦେଲୁନି କଣ ହେଲା? ବସିଛି ଛୁଆ ସବୁ ଶୋଇଗଲେଣି ଆଉ କଣ କରିମି। ପିଲା ଏତେ ଜଲ୍ଦି ଶୋଇଗଲେଣି ଛୁଆ? ଶୋଇ ପଡ଼ିଲେ ବର୍ଷା ପାଗ ଲାଇନ ନାହିଁ ନହେଲେ ଟିଭି ଦେଖିଥାନ୍ତେ। ମୁଁ ତାଙ୍କୁ କହିଲି ଏଇଠି ମୋ ପାଖକୁ ଆସ ମୁଁ ଗପ କହିମି। ଓହୋ ତୁ ତାଙ୍କୁ ଗପ କହିଲୁ? ହଁ କି ଗପ କହିଲୁ ଟିକେ କହନି ଦେଖିଆ? ଏ ଛୁଆଙ୍କ ଗପ। ଏଟା କହୁନୁ କଣ କେରେ କହିଲୁ? ଗୋଟେ ରଜା ଥିଲା ହଁ ଗୋଟେ ରାଣୀ ଥିଲା। ହଉ ରଜା ଡେଲି ସକାଳୁ ଉଠିକି କଣ କରେ ନା ବଣକୁ ବାଘ ଭାଲୁ ଶିକାର କରତେ ଯାଏ। ହଉ ଶିକାର ନହେଲେ କୋଉଠୁ ଗଡିଆ ପୁକୁରୁ ଖଡା ପକେଇ ମାଛ ଧରେ। ହଉ ରଜା ଗଡିଆ ପୁକୁରେ ଖଡା ପକାଏ। ହଁ ହଉ ରାଣୀ କଣ କରୁଛି ନା ହୁଁ ଏକିଟିଆ କେତେ ଘରେ ବସିବ। ଫୋନ ଅଛି ନା ଟିଭି ଅଛି ନା କଣ ଅଛି। ତାଙ୍କୁ ରୋଷେଇ କରତେ ହଉନି। ତାଙ୍କର ତ ଦାସୀ ମନ୍ତ୍ରୀ ମାନେ ଥାନ୍ତି ସବୁ ରୋଷେଇ କରନ୍ତି। ହଉ ଇଏ କଣ କରୁଛି ନା ଚାଲି ଯାଇଛି ଦାସୀ ମନ୍ତ୍ରୀ ଘରକୁ ବୁଲିତେ। ଆଉ ତାଙ୍କ ଦାସୀ ଘରକୁ ବୁଲତେ ଚାଲିଛି। ହଁ ଯାଇକି ଗପ କରୁଛି ତାଙ୍କ ସ୍ତ୍ରୀ ମାନଙ୍କ ସାଙ୍ଗରେ। ହଁ ତୁମେ ରାକ୍ଷୀ ପୂର୍ଣ୍ଣିମାରେ ତମ ଭାଇ ହାତ ରାକ୍ଷୀ ବାନ୍ଧି କେତେ ଟଙ୍କା ଆଣିଲ, ରଜରେ କଣ ଭାର ଆସିଥିଲା, ଏମିତି କଥା ହଉଛି। ହଉ ସେଦିନ କଣ ହେଇଛି ନା ରାଜାର ଶିକାର ହେଇନି କି ଖଡା ପକେଇ ମାଛ ଧରିନି। ହଉ ଆସିକି ଦେଖିଲା ବେଳକୁ ରାଣୀ ଘରେ କିଛି ରୋଷେଇ କରୁନି। ହଉ ଗାଁରେ ବୁଲୁଛି ଦାସୀ ମାନଙ୍କ ଘରେ। ହଉ ରାଜା କଣ କଲା ନା ରାଗିକି ଯାଇ ରାଣୀ ବେକକୁ ହାଣିଦେଲା। ଓହୋ ରାଣୀ ସେଠି ମରିଗଲା। ହଁ ସେଠୁ ଗପ ସରିଗଲା। ଆଉ ତୋତେ ଏ ଗପଟା କିଏ କହିଥିଲା? ମୋ ମା କୁହେ ମତେ। ପିଲା